ଯାହାର ସଂଖ୍ୟା ଯେତେ ତାଙ୍କୁ ଭାଗ ଦିଅ ସେତେ। ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ପ୍ରଥମ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ। ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦଳିତ ବର୍ଗର ପ୍ରତିନିଧିମାନଙ୍କୁ ନେଇ ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ପ୍ରଥମ ରାଜ୍ୟ ସମ୍ମିଳନୀ ଭୁବନେଶ୍ୱର ଭଗବତୀ ଭବନ ସମ୍ମିଳନୀ କକ୍ଷରେ ବିକେଏମ୍ୟୁ ରାଜ୍ୟ ସମ୍ପାଦକ ସୁର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ପ୍ରାରମ୍ଭରେ ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ସର୍ବଭାରତୀୟ ସଭାପତି କମ୍ରେଡ୍ କେ ରାମମୂର୍ତ୍ତି ସଂଗଠନର ପତାକା ଉତ୍ତୋଳନ କରି ଆମ ଭାରତୀୟ ସମାଜରେ ଥିବା ଘୃଣ୍ୟ ଜାତିବାଦ ସମ୍ପର୍କରେ ଆଲୋଚନା କରିବା ସହ ଯେଉଁ ଜାତିର ଜନସଂଖ୍ୟା ଯେତେ ସେମାନଙ୍କୁ ଭାଗ ସେତେ ଦିଆଯାଉ ବୋଲି ତୃପ୍ତ ଆହ୍ୱାନ ଦେଇଥିଲେ। ଏହି ସମ୍ମିଳନୀକୁ ସିପିଆଇ ରାଜ୍ୟ ସମ୍ପାଦକ କମ୍ରେଡ୍ ଅଭୟ ସାହୁ ଉଦ୍ଘାଟନ କରି ସମଗ୍ର ଦେଶରେ ମଣ୍ଡଳ କମିଶନ ସୁପାରିଶ କାର୍ଯ୍ୟକାରୀ ହେବା ବେଳେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ଆଦିବାସୀ ଦଳିତ ପଛୁଆ ବର୍ଗଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରିବାର ସୂଚନା ଦେଇ ଉଦ୍ବେଗ ପ୍ରକାଶ କରିଥିଲେ। ଏଆଇଟିୟୁସି ରାଜ୍ୟ ସମ୍ପାଦକ ଜୟନ୍ତ ଦାସ ସମ୍ମିଳନୀକୁ ଶୁଭେଚ୍ଛା ଜଣାଇ ଜାତିଭିତ୍ତିକ ଜନଗଣନା ପାଇଁ ରାଜ୍ୟବ୍ୟାପୀ ଶକ୍ତିଶାଳୀ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ। ଏଆଇଏସ୍ଏଫ୍ ରାଜ୍ୟ ସଭାପତି ସଂଘମିତ୍ରା ଜେନା ଉଦ୍ବୋଧନ ଦେଇ ଜାତୀୟ ଶିକ୍ଷାନୀତି 2020 ମନୁବାଦ, ଶୋଷଣ ଓ ଅତ୍ୟାଚାରକୁ ବଳବତ୍ତର ରଖିବା ପାଇଁ ଉଦ୍ଦିଷ୍ଟ ଥିବା ସହ ଏଥିରେ ସଂରକ୍ଷଣ ବିରୋଧୀ ଷଡ଼ଯନ୍ତ୍ର କରାଯାଇଥିବାର ସୂଚନା ଦେଇଥିଲେ। ଷଷ୍ଠ ଶ୍ରେଣୀରୁ ଛାତ୍ରଛାତ୍ରୀଙ୍କୁ କୌଳିକ ବୃତ୍ତିର ଶିକ୍ଷାଦାନ ଆଳରେ ପ୍ରାକ୍ ମଧ୍ୟଯୁଗୀୟ ଶୋଷଣ ବ୍ୟବସ୍ଥାକୁ ପୁନଃ ସ୍ଥାପନ କରିବ ବୋଲି ସୂଚନା ଦେଇ ଏହାର ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଦଳିତ ଅଧିକାର ଆନ୍ଦୋଳନ ଲଢ଼େଇ କରିବାକୁ ଆହ୍ୱାନ ଦେଇଛନ୍ତି। ଉତ୍କଳ ମହିଳା ସମିତି ସଭାପତି ପ୍ରମୋଦିନୀ ପାଇକରାୟ, ଅଖିଳ ଭାରତ କୃଷକ ସଭା ପକ୍ଷରୁ ଦେବାଶିଷ ପରିଜା ଉଦ୍ବୋଧନ ଦେଇ ସମ୍ମିଳନୀର ସଫଳତା କାମନା କରିଥିଲେ। ଏହି ସମ୍ମିଳନୀରେ 20 ଜଣରୁ ଅଧିକ ସାଥୀ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ଗୃହୀତ ଦାବି ପ୍ରସ୍ତାବ: ଭାରତୀୟ ସମାଜ ବ୍ୟବସ୍ଥାରେ ଯେଉଁ ଜାତି ଓ ବର୍ଗର ସଂଖ୍ୟା ଯେତେ ତାଙ୍କୁ ସବୁ କ୍ଷେତ୍ରରେ ସେତିକି ଭାଗ ଦିଆଯିବା ପାଇଁ ଜାତୀୟ ନୀତି ପ୍ରଣୟନ କରାଯାଉ। ଦେଶବ୍ୟାପୀ ଜାତିଭିତ୍ତିକ ଜନଗଣନା କରାଯାଉ। ପଦୁଚେରୀ ଓ ତାମିଲନାଡୁ ଭଳି ଓଡ଼ିଶାରେ ଦଳିତ, ଆଦିବାସୀ ଓ ପଛୁଆ ବର୍ଗ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରି ଏହି ପରିବାରର ଛାତ୍ରଛାତ୍ରୀଙ୍କୁ କେଜିରୁ ପିଏଚ୍ଡି ପର୍ଯ୍ୟନ୍ତ ନିଃଶୁଳ୍କ ଓ ଷ୍ଟାଇପେଣ୍ଡ ସହ ଶିକ୍ଷାଦାନ ବ୍ୟବସ୍ଥା କରାଯାଉ। ଓଡ଼ିଶାରେ ଜନସଂଖ୍ୟାରେ ଆଦିବାସୀ, ଦଳିତ, ପଛୁଆ ବର୍ଗର ହାର 94% ହୋଇଥିବାରୁ ଏହି ବର୍ଗଙ୍କୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ 94% ସ୍ଥାନ ସଂରକ୍ଷଣ ଦିଆଯାଉ। ଓଡ଼ିଶାରେ ପେସା ଆଇନ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ। ଜଙ୍ଗଲ ଅଧିକାର ଆଇନର ସଂଶୋଧନ ପ୍ରତ୍ୟାହାର କରାଯାଉ ଓ ଜଙ୍ଗଲ ଅଧିକାର ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ। ଓଡ଼ିଶାରେ ଭୂମିହୀନ ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଜନଗଣଙ୍କୁ ଘରଡିହ ଓ କୃଷି ଉପଯୋଗୀ ଜମି ପଟ୍ଟା ପ୍ରଦାନ ଇତ୍ୟାଦି ଦାବି ପ୍ରସ୍ତାବ ଗୃହୀତ ହୋଇଛି। ଏହି ଦାବି ନେଇ ଶକ୍ତିଶାଳୀ ଦଳିତ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଏକ 13 ଜଣିଆ ରାଜ୍ୟ କମିଟି ଗଠିତ ହୋଇଛି। ଏହି 13 ଜଣିଆ କମିଟିରେ ଦାମୋଦର ବେହେରା ସଭାପତି ଓ ଗାଗାରିନ ନାୟକ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ସୁଭାଷ ଚନ୍ଦ୍ର ଜାନି, ଛେତମ୍ବର ଭୋଇ, ଉଗ୍ରସେନ ଦାସ, ଡାକ ହେମ୍ରମ, ଭୁଜଧର ମାଝୀ, ଉତ୍ତମ ମଲ୍ଲିକ, ଭକ୍ତ ମାଝୀ, ଇସ୍ମାଇଲ ଶବର, ପ୍ରଫୁଲ୍ଲ ନାୟକ, ଦୟାନିଧି ଜେନା, କାମିନୀକାନ୍ତି ଜେନା, ବାବାଜୀ ଚରଣ ଜେନା ଓ ମୀନା ତାଣ୍ଡି ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ସମ୍ମିଳନୀ ପୂର୍ବରୁ ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ସର୍ବଭାରତୀୟ ସଭାପତିଙ୍କୁ ଏକ ବର୍ଣ୍ଣାଢ୍ୟ ପଟୁଆରରେ ସମ୍ମିଳନୀ କକ୍ଷ ପର୍ଯ୍ୟନ୍ତ ଅଣାଯାଇଥିଲା। ବ୍ୟୁରୋ ରିପୋର୍ଟ, ଏକାମ୍ର ନ୍ୟୁଜ।